ऋषु प्रधान एग्जीक्यूटिव इंजीनियर जलापुर। ବର୍ତ୍ତମାନ ଯୋଉ ବନ୍ୟା ଯୋଗୁଁ ଜଳପ୍ରକଳ୍ପର ଯୋଉ ବିଦ୍ୟୁତ ସଂକେତ ଅଛି ବର୍ତ୍ତମାନ ସୁଦ୍ଧା ଆପଣ କ'ଣ ଷ୍ଟେପ୍ସ ନେଇଛନ୍ତି କେତେ ପାଣି ଛାଡୁଛନ୍ତି? ଶୁଣନ୍ତୁ 5 ଦିନ ପୂର୍ବରୁ ଆମେ ପଦକ୍ଷେପ ନେଇ ସାରିଲୁ। ପ୍ରଥମେ ପ୍ରାୟ ଗୋଟେ 3000 ଛାଡ଼ିଲୁ କ୍ୟୁବିକ୍ ଫୁଟ पर सेकेंड। ତାପରେ 10,000 ଛାଡ଼ିଲୁ। ତାପରେ ଯେତେବେଳେ ଫୋନ୍ ଆସିଲା ଡିଡିଏମ୍ରୁ ଯେ ଟିକେ କମେଇବାକୁ ପଡ଼ିଲା ସେଇଟା 10,000 ଟଙ୍କା ଭିତରେ ପୁଣି ଆମେ କମେଇଦେଲୁ। ସେଇଟା କମେଇଦେଲା ପରେ ସେଇଟା ପ୍ରାୟ 6ରେ ରଖିଲୁ, 6ରୁ ଆଉଥରେ 3 ରଖିଲୁ। ପରେ ଆଉଥରେ ସେଇଟାକୁ ବଢ଼େଇବାକୁ ବାଧ୍ୟ ହେଲୁ କାହିଁକି ଯେହେତୁ ଡ୍ୟାମ୍ର ଜଳସ୍ତର ବଢ଼ି ଚାଲିଲା, ବଢ଼େଇବାକୁ ବାଧ୍ୟ ହେଲୁ। କାଲି 10,000 ଥିଲା, ତାପରେ ସେଟାକୁ 13,000 ହେଲା, 13,000ଟା ପୁଣି ଆଉଥରେ 16,000 ହେଲା, ତାପରେ 20,000 ଫୁଟ पर सेकेंड ହେଲା। ଆଉ ବର୍ତ୍ତମାନ ଏଇଟା ଆକସ୍ମିକ ନାହିଁ, ଆମେ ବହୁତ ପୂର୍ବରୁ ଆମେ ଯତ୍ନ ନେଇଛୁ ଯେମିତି କିଛି ଅସୁବିଧା ନ ହେବ ବୋଲିକି, ଜଳସ୍ତର ବଢ଼ି ନଯାଉ ବୋଲିକିରି। ତଥାପି ଯଥା ସମ୍ଭବ ଚେଷ୍ଟା କରୁ କରୁ ମଧ୍ୟ ଆମର ପାଇପ୍ ଲାଇନ୍ ଭାସିଗଲା। ରାତିରେ ବର୍ତ୍ତମାନ ତ 41,000 କ୍ୟୁବିକ୍ ଫୁଟ पर सेकेंड ଛଡ଼ା ହେଉଛି ଏବେ ଗୋଟେ ପରଠୁ। ଡିଡ୍ୟାମ୍ରେ ତ କାହିଁକି ମାନେ ଆମେ ଯେଉଁ ଛାଡ଼ୁଛୁ 41,000 ଫୁଟ ସ୍କୋୟାର ଫୁଟ ଏତିକି ଆମେ ଛାଡ଼ୁଛୁ, କିନ୍ତୁ ଡିଡ୍ୟାମ୍ରେ ବାଟରେ ନଦୀ ନାଳ ଗୁଡ଼ା ସବୁ ମିଶୁଛି ନା, ଆହୁରି ବେଶୀ ସେଠି ପାଣି ମିଶୁଥିବ ଡିଡ୍ୟାମ୍ରେ। ମୁଁ ବର୍ତ୍ତମାନ ଟିକେ ଆକଳନ କରିପାରୁନି। ସମସ୍ତ ଜଳ କୋଉ ଜାଗାରେ ଯାଉଛି? ପାଣି ଛାଡ଼ିଲା ପରେ ଏ ପାଣି ଡିଡ୍ୟାମ୍ ଯାଉଛି, ଡିଡ୍ୟାମ୍ ଛାଡ଼ିଲା ପାଣି କୁଆଡ଼େ ଯିବ? ଡିଡ୍ୟାମ୍ ସେ ତ ଆମର ପାୱାର ଜେନେରେସନ୍ ପାଇଁ ଯାହା ଦରକାର ସେତିକି ତ ଯାଉଛି। ବର୍ତ୍ତମାନ ସେଟା କେବଳ ଓଭରଫ୍ଲୋ ହେଇକି ନଦୀରେ ନଦୀରେ ଯିବ, ଅନ୍ୟ ବାଟ ଆଉ କିଛି ନାହିଁ। ଆଉ କ'ଣ କରିବା, ସେଇଟା ତ ପରିସ୍ଥିତି ଦେଖିକିରି ଆମର ଉପର ଅଫିସର ମଧ୍ୟ ସେଭଳିଆ ପଦକ୍ଷେପ ନେଇଛନ୍ତି।